ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ। ମା ମା ଆଜି ଆମେ ଆରମ୍ଭ କରିବା ଚିରନ୍ତନ ବହିର ପୃଷ୍ଠା 244। ବିଷୟବସ୍ତୁ ଅଛି ଚିନ୍ତା ସବୁ ଦାନା ବାନ୍ଧି ଏକ ସୁନିର୍ଦ୍ଦିଷ୍ଟ ରୂପ ନେଉ। ଚିନ୍ତା ସବୁ ଦାନା ବାନ୍ଧି ଏକ ସୁନିର୍ଦ୍ଦିଷ୍ଟ ରୂପ ନେଉ। ଆଉ ପୂର୍ବ ପେଜରେ ଯୋଉଟା ଥିଲା ନିଜ ଧାରାରେ ଚିନ୍ତା କରିବା। ତା ପୂର୍ବରୁ ଆମେ ନିଜ ପରିବେଶ ନିଜେ ସୃଷ୍ଟି କରିବା। ଏସବୁ ବିଷୟରେ ଆଲୋଚନା ସରିଛି। ଚିନ୍ତା କରିବା ଆମେ ସାଧାରଣତଃ ଭାବୁ, ତାର ସାରାଂଶଟି ଏଇଭଳି ଥିଲା। ଆମେ ସାଧାରଣତଃ ଭାବୁ ଯେ ନିଜ ବାଟରେ ମୁଁ ଚିନ୍ତା କରି ବଞ୍ଚୁଛି, ମା ଲକ୍ଷ୍ମୀ ଆଦୌ ନୁହେଁ। କିନ୍ତୁ ନିଜ ଧାରାରେ ନିଜେ ଚିନ୍ତା କରିବା ପାଇଁ ଯଦି ତାକୁ ହାସଲ କରିବେ ଯେ ହଁ ମୁଁ ମୋ ନିଜ ଧାରାରେ ନିଜେ ଚିନ୍ତା କରିବି, ମା ଲକ୍ଷ୍ମୀ ଏଥିପାଇଁ ଜଣକୁ ବର୍ଷ ବର୍ଷ ଲାଗି ରହିବାକୁ ହବ ଏଥିରେ। ଏବଂ ସେଥିପାଇଁ ନିହାତି ଦରକାର ହେଉଛି ବହୁତ ଏକାଗ୍ରତା, ବହୁ ଯତ୍ନଶୀଳତା, ବହୁ ବିଚାରଶୀଳତା, ବହୁ ସଙ୍ଗତ କାର୍ଯ୍ୟ, ସଂଗଠନ, ନିର୍ବାଚନ, ନିର୍ମାଣ ଇତ୍ୟାଦି ଇତ୍ୟାଦି ବହୁତ ବହୁତ ନିଷ୍ଠାପର ସାଧନା। ଏଇ ନିଷ୍ଠାପର ସାଧନା ଫଳରେ ଯାଇ ଆମର ଏକ ସାମର୍ଥ୍ୟ ଆସିବ ନିଜ ଧାରାରେ ଚିନ୍ତା କରିବା ପାଇଁ। ନଚେତ୍ କଣ ହୁଏ, ଚିନ୍ତା ଆମ ଭିତରେ ଆସି ପ୍ରବେଶ କରି ପୁଣି ବାଦଲ ଭଳିଆ ଭାସି ପଳେଇଯାଏ। ଆଜି ଆଲୋଚନା କରିବା ଚିନ୍ତା ସବୁ ଦାନା ବାନ୍ଧି ଏକ ସୁନିର୍ଦ୍ଦିଷ୍ଟ ରୂପ ନେଉ। ମା ଲେଖୁଛନ୍ତି କର୍ମର ଉପଯୋଗିତା ହେଲା ମାନସିକ ଶକ୍ତିକୁ ଏକ ସୁନିର୍ଦ୍ଦିଷ୍ଟ ଗଠନ ଓ ଆକୃତି ଦେବା। କାରଣ ତୁମେ ଯାହା ଶିକ୍ଷା କରିଥାଅ ବା ପଢିଥାଅ, ଯଦି ସେଗୁଡ଼ିକୁ କାର୍ଯ୍ୟରେ ବ୍ୟବହାର ନ କର କିମ୍ବା ଆହୁରି ଅଧିକ ଗଭୀର ଭାବେ ନ କର, ତେବେ ସେଥିରୁ ଅତି କମରେ ଅର୍ଦ୍ଧେକ ଭାଗ ତୁମେ ନିଶ୍ଚୟ ସମୟାନୁକ୍ରମେ ଭୁଲିଯିବ କିମ୍ବା ତୁମ ମୁଣ୍ଡରୁ ସେଗୁଡ଼ିକ ଉଭେଇ ଯିବେ। କିନ୍ତୁ ସେଗୁଡ଼ିକ ଗୋଟିଏ କଥା ତୁମ ଭିତରେ ରଖିଯିବେ। ସେଇଠି ହେଲା ତୁମର ଚିନ୍ତା ଧାରଣାଦିକୁ ସ୍ପଷ୍ଟ ରୂପ ଦେବାର ଏକ କ୍ଷମତା, ଯାହାକି ତୁମର ଅସ୍ପଷ୍ଟ ଧାରଣା ଗୁଡ଼ିକୁ ସ୍ପଷ୍ଟ କରିଥାଏ, ଗୋଳମାଳିଆ ଚିନ୍ତା ଗୁଡ଼ିକୁ ସଜାଡ଼ି ଦିଏ, ଆଜେ ବାଜେ ଏଣୁ ତେଣୁ ଧାରଣା ଗୁଡ଼ିକୁ ଗୋଟିଏ ସଂକ୍ଷିପ୍ତ, ସରଳ, ସଠିକ, ସୁଗଠିତ ଚିନ୍ତାରେ ପରିଣତ କରେ। ଏବଂ ଏହା ହିଁ ହେଲା କାର୍ଯ୍ୟର ଉପଯୋଗିତା। କିପରି ତୁମେ ତୁମର ମସ୍ତିଷ୍କଗତ ଶକ୍ତିର ବିନିଯୋଗ କରିପାରିବ। ମୁଖ୍ୟତଃ ସର୍ବସାଧାରଣ ଦୃଷ୍ଟିରୁ, ବିଶେଷ କରି ବୌଦ୍ଧିକ ଦୃଷ୍ଟିକୋଣରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକାଗ୍ରତା ଓ ମନୋଯୋଗିତା ଅର୍ଜନ କରିବାର କ୍ଷମତା। ଏ ଦିଗରେ ତୁମେ ଅବଶ୍ୟ ଚେଷ୍ଟା କରିବ ଓ ଏହି କ୍ଷମତାର ବିକାଶ ଅବଶ୍ୟ କରିବ। ତାପରେ ଶାରୀରିକ କର୍ମ ପାଇଁ ସଂକଳ୍ପ ଶକ୍ତିର ବିନିଯୋଗ କରାଯାଏ। ଏକ ଅଟଳ ଇଚ୍ଛା ଶକ୍ତି ବା ସଂକଳ୍ପ ଶକ୍ତିକୁ ତୁମେ ଯେପରି ନିଜ ଭିତରେ ଗଠନ କରିବା ଉଚିତ। ବୌଦ୍ଧିକ ଦୃଷ୍ଟିରୁ ତୁମେ ଏପରି ଏକ ଏକାଗ୍ରତା ଅର୍ଜନ କରିବ ଯେପରିକି ତାହାକୁ କେହି ହଲଚଲ କରିପାରିବେ ନାହିଁ। ଏବଂ ଯଦି ତୁମର ଏକାଗ୍ରତା ଓ ସଂକଳ୍ପ ଉଭୟ ଶକ୍ତି ରହିଛି, ତାହେଲେ ତୁମେ ଖୁବ୍ ପ୍ରତିଭାଶାଳୀ ହୋଇଯାଇପାରିବ। କେହି ତୁମର ପ୍ରତିରୋଧ କରିପାରିବେ ନାହିଁ। ଚିନ୍ତା ସବୁ ଦାନା ବାନ୍ଧି ଏକ ସୁନିର୍ଦ୍ଦିଷ୍ଟ ରୂପ ନେଉ। ଯଦି ଏଠି ଦେଖିବା, ଆର ପ୍ରଥମ ପାରାଗ୍ରାଫରେ ଆମର ଯୋଉ ଲେଖାଟି ରହିଛି, ବିଶେଷ କରି ଗୁରୁତ୍ୱ ଦେଇଛନ୍ତି ଯେ କର୍ମର ଆବଶ୍ୟକତା କଣ ରହିଛି, କାମ ଆମେ କାହିଁକି କରୁ। କର୍ମର ଉପଯୋଗିତାକୁ ନେଇ କହିବାକୁ ଯାଇ ସେ ମାନସିକ ଶକ୍ତିକୁ କେମିତି ଗଠନ ଏବଂ ଆକୃତି ଦେବେ ସେ ବିଷୟରେ ସେ କହୁଛନ୍ତି। କାହିଁକିନା ମାନସିକ ସାମର୍ଥ୍ୟ ଆମର ତିନୋଟି ସତ୍ତା ଆମର ବାହ୍ୟ ଭାବରେ କାମ କରୁଛି। ଗୋଟେ ଶରୀର, ଗୋଟେ ପ୍ରାଣ, ଗୋଟେ ମନ। ତା ଭିତରେ ଆମର ବର୍ତ୍ତମାନ ସୁଦ୍ଧା ଆମେ ଯୋଉ ଶିକ୍ଷା ଗ୍ରହଣ କରୁଛୁ, ମାନସିକ ଶିକ୍ଷା ଉପରେ ଅଧିକ ଗ୍ରହଣ କରୁଛୁ। କିନ୍ତୁ ପ୍ରାଣ ଉପରେ ନିୟନ୍ତ୍ରଣ ବି ଆମେ ଶିଖି ନାହୁଁ। କିନ୍ତୁ ଯେତେବେଳେ ରୂପାନ୍ତର ଯୋଗ ବା ଆମର ପୂର୍ଣ୍ଣାଙ୍ଗ ଶିକ୍ଷା କଥା କୁହାଯାଏ, ସେତେବେଳେ ମାନସିକ ଶିକ୍ଷା ସହିତ ପ୍ରାଣିକ ଶିକ୍ଷା ମଧ୍ୟ ଆମକୁ ଗ୍ରହଣ କରିବାକୁ ପଡେ ଏବଂ ତା ସହିତ ଶାରୀରିକ ଶିକ୍ଷା ଗ୍ରହଣ କରିବାକୁ ପଡେ। ତେଣୁ ଶାରୀରିକ ଶରୀରର ଯୋଉ ଉପରେ ନିୟନ୍ତ୍ରଣ, ପ୍ରାଣ ଉପରେ ନିୟନ୍ତ୍ରଣ, ମନ ଉପରେ ନିୟନ୍ତ୍ରଣ,
ଏ ସବୁ ଜିନିଷ ଆବଶ୍ୟକ, କାହିଁକିନା ଯେତେବେଳେ ରୂପାନ୍ତର ହେବ ସେତେବେଳେ ଯଦି ଉନ୍ନତ ପ୍ରାଣ, ଉନ୍ନତ ମନ ଯଦି ଆତ୍ମା ପାଖରେ ନିଜକୁ ସମର୍ପିତ ନ କରେ, ତେବେ ଆତ୍ମା ଯାହା ଚାହୁଁଥିବ ପରିପ୍ରକାଶ କରିବା ପାଇଁ, ଯେତେବେଳେ ଅନୁନ୍ନତ ମାନସିକ ସାମର୍ଥ୍ୟ ଥିବା ବ୍ୟକ୍ତି ପାଖରେ ତାହା ପୂର୍ଣ୍ଣ ଭାବେ ପରିପ୍ରକାଶ ହୋଇପାରିବ ନାହିଁ। ଆମେ କଥାରେ ଏମିତି ଗୋଟେ ଏକ୍ଜାମ୍ପଲଟେ ଭାବି ପାରିବା, ଯଦିଓ ଏଇଟା ପୁରା ଆକୁରେଟ ନୁହଁ। ମନେ କରାଯାଉ ଜଣଙ୍କର ଅ, ପାଟି ଖୋଲୁନାହିଁ ବା ସେ ଟିକେ ଘୁଙ୍ଗା, ସିଏ ତା ପାଖରେ ଯୋଉ ବିରାଟ ଏକ ଅନୁଭୂତି ଆସି ପହଞ୍ଚିଲା, ତାକୁ ସିଏ ଚାହିଁଲେ ବି ତାର ପାଟି ବାଟେ ପରିପ୍ରକାଶ କରିପାରିବ କି? ତେଣୁ ଆଧାର ତେଣୁ ଆଧାର ପ୍ରସ୍ତୁତ ହବା ନିହାତି ଦରକାର। ସେଥିପାଇଁ ମାନସିକ ସାମର୍ଥ୍ୟର ବୃଦ୍ଧି ଦରକାର। ତେଣୁ ମାନସିକ ଶକ୍ତି ସେ ଏକ ସୁନିର୍ଦ୍ଦିଷ୍ଟ ଗଠନ ଏବଂ ଆକୃତି ନେବା ଉଚିତ। ନହେଲେ ମାଧିଆ ଭାଇ ସବୁଥିରେ ହୋଇ ହୋଇ, ତାମାନେ ଯିଏ ଯୁଆଡେ ଡାକିବ ସିଆଡେ ମନ ପଳେଇବ, ଆମେ ସିଆଡେ ପଳେଇବା, ଆମ ପାଇଁ ସବୁ ସେତେବେଳେ ଇମ୍ପୋର୍ଟାଣ୍ଟ ହେଇଯିବ। ତାପରେ ଦେଖିବେ ଯୋଉ କାର୍ଯ୍ୟଟି ମୋର ଅଗ୍ରଗତି ପାଇଁ ଆବଶ୍ୟକ, ସିଏ କୁଆଡେ ପଛରେ ରହିଯାଇଥିବ। ତେଣୁ ମା ଲେଖୁଛନ୍ତି କର୍ମ କରିବା ଭିତରେ କଣ ପାଇଁ କାମ କରୁଛନ୍ତି, ସେଇଟା ବି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଏଇ ଯୋଉ ଗତକାଲି ଆଲୋଚନା କରୁଥିଲେ 145 146 ପେଜରେ ମଧ୍ୟ এই ବିଷୟରେ ଆଲୋଚନା ହଉଥିଲା। ଯେ ସେତେବେଳେ ଗତିଶୀଳ ଧ୍ୟାନରେ ବି କହୁଥିଲେ ଯେ ନିଜକୁ ଚିହ୍ନିବ, ନିଜ ଭିତରେ କୋଉ କୋଉ ଅଂଶ ରୂପାନ୍ତର ପାଇଁ ପ୍ରସ୍ତୁତ ହେଇନାହାନ୍ତି, ତାକୁ ପ୍ରସ୍ତୁତ କରାଇବା ପାଇଁ ଆସ୍ପୃହା କରିବେ। ଏଇ ସବୁ ଜିନିଷ ହଉଛି ମା ଲେଖିଥିଲେ, ଏଇଗୁଡାକ ହଉଛି ଗତିଶୀଳ ଧ୍ୟାନର ଗୋଟେ ଗୋଟେ ଅଂଶ। ଏବଂ ମା କହୁଛନ୍ତି ଧ୍ୟାନକୁ ତୁମେ ବ୍ୟବହାର କର ତୁମର ଅଗ୍ରଗତି ପାଇଁ। ସେଇଭଳି ଭାବରେ ଆମେ କର୍ମକୁ ବ୍ୟବହାର କରିବା ଆମର ମାନସିକ ଶକ୍ତିକୁ କିପରି ସୁନିର୍ଦ୍ଦିଷ୍ଟ ଗଠନ ଏବଂ ଆକୃତି ଦେବା, ସେ ଗୋଟେ ରୂପ ନବ। ତା ଭିତରକୁ ଚିନ୍ତାଟା ଆସି ପଶି ବାହାରି ପଳେଇ ନ ଯାଉ। ସେ ଯେମିତି କହନ୍ତି ଯେ ଜଣେ କଥା ଏ କାନରେ ପୁରେଇ ସେ କାନରେ ବାହାର କରିଦଉଛି, ଆଉ ଜଣେ କଥା କାନରେ ପୁରଉଛି ପାଟି ବାଟେ ବାହାର କରିଦଉଛି, ଆଉ ଜଣେ କଥାଟା କାନରେ ପୁରଉଛି କିନ୍ତୁ ଭିତରେ ତାକୁ ହଜମ କରୁଛି, ପ୍ରାକ୍ଟିସ କରୁଛି। ସେଇଥିପାଇଁ ମା ଲେଖୁଛନ୍ତି ତୁମେ ଯାହା ଶିକ୍ଷା କରିଥାଅ, ଯାହା ପଢିଥାଅ, ତାକୁ ଯଦି କାର୍ଯ୍ୟରେ ବ୍ୟବହାର ନ କର, ଏଇଥିପାଇଁ ଆମେ ଅନେକ ଏକ୍ଜାମ୍ପଲ ଜାଣିଛନ୍ତି। ପ୍ରାକ୍ଟିସ ମେକ୍ସ ଏ ମ୍ୟାନ ପରଫେକ୍ଟ, ये ड्रॉप ऑफ प्रैक्टिस इज मोर बेटर देन, एम सब केते कथा अछि। बिंदु बिंदु नहीं कि सिंधु होईची। तेणु अभ्यास करबा उचित, कार्य ताको व्यवहार यदि न कले, ताहले आपण जहा करूछंती, जहा शिखुछंती, जहा अनुभव को आसुची, तार कोनोसी अर्थ आउ रहइबो नाही। तेणु मां लिखुछंती आ मन रखिबा, जहा आमे पाठचक्र रे बसिले, शिखिले, ଶୁଣିଲେ, ଦେଖୁଛନ୍ତି, ଲେଖିଲେ, ମା ଲେଖୁଛନ୍ତି, ଶ୍ରୀଅରବିନ୍ଦ ଲେଖୁଛନ୍ତି ଅନେକ ଜିନିଷ ତାକୁ ଆମେ ପଢିଲେ, ଶୁଣିଲେ, କିନ୍ତୁ ଯଦି କାର୍ଯ୍ୟରେ ବ୍ୟବହାର ନ କରିବେ, ତାପରେ କହୁଛନ୍ତି ଆଉ କଣ, ଆହୁରି ଅଧିକ ଗଭୀର ଭାବେ କରିବ, ଖାଲି କାର୍ଯ୍ୟରେ ବ୍ୟବହାର କରିବନି, ଯୋଉଟା କୁହାଯାଇଛି ତାକୁ ଆହୁରି ଅଧିକ ଭାବେ ବ୍ୟବହାର କରିବ। ଯଦି ନ କରୁଛନ୍ତି ତାହେଲେ କଣ ହବ, ସେଥିରୁ ଅତି କମରେ ଅର୍ଦ୍ଧେକ ଭାଗ ତୁମେ ନିଶ୍ଚୟ ସମୟାନୁକ୍ରମେ ଭୁଲିଯିବ, କିମ୍ବା ତୁମ ମୁଣ୍ଡରୁ ସେଗୁଡିକ ଉଭେଇଯିବ, ମାନେ ଅଧାରୁ ଅଧେକ ଭାଗ ଭୁଲି ଯାଇପାର, ଏପରିକି ସେ ଟୋଟାଲି ଉଭେଇଯିବ। ଏଇଠି ଯୋଉ ପେପର ଚିତ୍ର ଦେଖନ୍ତୁ, ଯଦି ଅନେକ ଦିନ ଧରି ଖାଲି ପେପର ଟାକୁ ଆପଣ ପକେଇ ରଖିଲେ, କିମ୍ବା କୌଣସି ଏକ ଗୋଦାମ ଘର, ଆମର ବ୍ରେନ ହଉଛି କଣ, ଗୋଟେ ସବୁ ଜିନିଷ ଯାଇ ଷ୍ଟୋର ହେଇ ରହୁଛି, ସେ ସେଇଠୁ ବାହାରୁଛି କାମରେ ଲାଗୁଛି। ତା ଭିତରେ ଗୋଟେ ପାର୍ଟ, ଗୋଟେ ଆମର ଗୋଦାମ ଘର, ଆମେ କଣ ହବା ବହୁତ ଦିନ ଧରି ଆଉ ବ୍ୟବହାର କରିବାନି, ସେଥିରେ ଚାଉଳ ଆଉ ଅନ୍ୟାନ୍ୟ ଶସ୍ୟ ସବୁ ରଖିଛନ୍ତି, ତାଲା ପକେଇ ଦେଇଛନ୍ତି, ଖୋଲୁନାହାନ୍ତି, ତାହେଲେ କଣ ହବ, ଅନେକ ଦିନ ପରେ ଯାଇ ଦେଖିବେ ମୂଷା ସବୁ ଖାଇ କଣା କରି କେତେ କେତେ ଖାଇ ଯାଇଥିବ କହିଲେ ନ ସରେ। ଯଦି ଆଉ ଟିକେ ଅଧିକ ଦିନ ଲଗେଇଦେବେ, ହେ ହେ, ମୂଷା ତାଙ୍କ ପରିବାର ପରିବାର ସବୁ ଘର ଦ୍ୱାର କରି ଆଉ ଅନ୍ୟାନ୍ୟ ଜୀବଜନ୍ତୁକୁ ଡାକିବେ, କହିବେ ଆସ,
ସାଙ୍ଗ ହବା। ଆମେ କାହିଁ ଏକା ଖାଇବୁ, ଆସ ସାଙ୍ଗ ହିଁ ଖାଇବ, ଏଠି ପଡିଛି ଧ୍ୱଂସ କରିବା ଖାଇ ପିଇକିରି ଆମର ରଜ। ତେଣୁ କିଛି ଦିନ ପ୍ରଥମେ ପ୍ରଥମେ ଅଧା ଅଧା ଖାଇଥେବେ, ତାପରେ ସବୁ ଖାଇକି ସଫା କରିଦେବେ, ଗଲା ବେଳକୁ ଖୋଲିଲା ବେଳକୁ ମୂଷା ନଣ୍ଡି, ଅସରପା ନଣ୍ଡି, ଝିଟିପିଟି ନଣ୍ଡି ଆଉ ମାଟି ଇଏ ସବୁ ଭର୍ତ୍ତି ହେଇଥିବ। ମୁଣ୍ଡରୁ ସେଗୁଡିକ ଉଭେଇ ଯିବ। ତେଣୁ ଆମେ ଯୋଉ ଖାଲି ଶୁଣିଦେଲେ ତାର ଆଉ ଗୋଟେ ପରିଣାମ ବି ହୁଏ। ଆମ ଭିତରେ ଗୋଟେ ଭାବ ଆସେ ଯେ ଆମେ ଜ୍ଞାନୀ ହେଇଗଲେଣି। ଯଦି ଆମେ ଟିକେ ପ୍ରାକ୍ଟିକାଲ ଫିଲ୍ଡକୁ ଯିବା, ଆମେ ଗୁଡାଏ ଖାଲି ଶୁଣିଲେ, ପଢିଲେ, ଶିକ୍ଷା ଗ୍ରହଣ କଲେ, କିନ୍ତୁ କାର୍ଯ୍ୟରେ ବ୍ୟବହାର କଲେନି। ମାନେ ବାଡି ବାଇଗଣ ଆଉ ପୋଥି ବାଇଗଣ, ପୋଥି ବାଇଗଣ ହେଇକି ରହିଗଲା, ବାଡି ବାଇଗଣ ଆଉ ହେଲା ନାହିଁ। ଯଦି ନ ହେଲା, ତାପରେ ଆମର ଅହଙ୍କାର ବଢିଯାଏ। ଅହଙ୍କାର ବଢିଲେ ଅଗ୍ରଗତି ଠପ୍, ରସାତଳଗାମୀ ପାଇଁ ବାଟ ଉନ୍ମୁକ୍ତ। ତେଣୁ ମା ଲେଖୁଛନ୍ତି, ଆମେ ଯାହା ଶିକ୍ଷା କରୁଛନ୍ତି, ଯାହା ପଢୁଛନ୍ତି, ତାକୁ ବ୍ୟବହାର କରି ଆହୁରି ଅଧିକ ଭାବେ ବ୍ୟବହାର କରିବା, ତାକୁ ଗୋଟିଏ ସୁନିର୍ଦ୍ଦିଷ୍ଟ ଗଠନ ଆକୃତି ଦେବା। ତାପର ଲାଇନରେ କହୁଛନ୍ତି ସେଗୁଡିକ, କିନ୍ତୁ ସେଗୁଡିକ ଗୋଟିଏ କଥା ତୁମ ଭିତରେ ରଖିଯିବେ। ଆମେ ଯୋଉ ଚିନ୍ତା କରୁଛନ୍ତି, ଆମେ ଯୋଉ ପାଠ ପଢିଲେ, କାମ କଲେ, ଖାଲି ପାଠ ପଢିବା କଥା ଦିଆହେଲା ଗୋଟେ ଏକ୍ଜାମ୍ପଲ, ଆମେ ଯୋଉ କାମ କଲେ ସିଏ ଆମ ଭିତରେ କଣ କରେ ନା, ସେଇଠି ହେଲା ତୁମର ଚିନ୍ତା ଧାରଣା ଆଦିକୁ ସ୍ପଷ୍ଟ ରୂପ ଦେବାର ଏକ କ୍ଷମତା। ଆମେ ଦେଖନ୍ତୁ, ଆମେ ଯୋଉ କାମ ଯୋଉ କୌଣସି ଜାଗା, ଯୋଉ ଲୋକଙ୍କ ସହିତ ଭେଟ ହଉଛନ୍ତି, ଆମେ ସେ ଲୋକଙ୍କର ଗୋଟେ ଇମ୍ପ୍ରିଣ୍ଟ ଆମ ଭିତରେ ରହିନି। ହଁ, ମୁଁ ଯୋଉ ଲୋକ ସହିତ କଥା ହଉଥିଲି, ସେ ଲୋକଟି ଏଇଭଳିଆ, ତା ଧାରଣା ଏଇଆ, ତା ମନ ଏଇଆ। ତାପରେ ଆମେ ଗୋଟେ ଘଟଣା ପରିସ୍ଥିତି ଦେଖୁଛନ୍ତି, ଦେଖୁଛନ୍ତି ହଁ ଏମିତି କରିବା ଫଳରେ ଏଇଆ ହେଲା, ତେଣୁ ଏମିତି ଆମେ କରିବାନି, ସିଏ ଗୋଟେ ଛାପ ଛାଡିଦିଏ। ଆମେ ଯେତେବେଳେ ବହିଟିଏ ପଢୁଛନ୍ତି, ସେ ବହିରେ ଯୋଉ ଉଦ୍ଦେଶ୍ୟ ରଖି ଲେଖାଟି ଲେଖା ହେଇଛି, ତା ଭିତରେ ଯୋଉ ଲେଖା ଗୁଡାକ ଯୋଉ ସ୍ତରରୁ ଲେଖା ହେଇଛି, ତାକୁ ଯେତେବେଳେ ଆପଣ ପଢିବେ, ସିଏ ଆପଣଙ୍କ ଭିତରେ ସେଇ ଉଦ୍ଦେଶ୍ୟର ବା ସେଇ ଭାବର ଗୋଟେ ଛାପ ଛାଡି ଦେଇଯାଏ। ସେ ଲେଖୁଛନ୍ତି, ଏଇ ସେ କଣ କରେ, ଆମର ଚିନ୍ତା ଧାରଣାକୁ ଗୋଟେ ସ୍ପଷ୍ଟ ରୂପ ଦେବା ପାଇଁ ତାର ସାମର୍ଥ୍ୟ ରହିଛି, ଯାହାକି ତୁମର ଅସ୍ପଷ୍ଟ ଧାରଣା ଗୁଡିକୁ ସ୍ପଷ୍ଟ କରିଥାଏ, ଗୋଳମାଳିଆ ଚିନ୍ତା ଗୁଡିକୁ ସଜାଡି ଦିଏ, ଆଜେ ବାଜେ ଏଣୁ ତେଣୁ ଧାରଣା ଗୁଡିକୁ ଗୋଟିଏ ସଂକ୍ଷିପ୍ତ, ସରଳ, ସଠିକ, ସୁଗଠିତ ଚିନ୍ତାରେ ପରିଣତ କରେ। ଆମେ ଯେତେବେଳେ କାର୍ଯ୍ୟ କରନ୍ତି, ତାର ଲାଭ ହଉଛି ଏଇଆ। ଯଦି ଆମେ କାମ ନ କରିକି ଖାଲି ପାଠ ପଢିବେ, ଖାଲି ପଢିକି ଜ୍ଞାନ ଅର୍ଜନ କରିବେ, ଖାଲି ଶୁଣିବେ, ଗୁଡାଏ ପାଠ୍ୟକ୍ରମ ଜଏନ କରିବେ, ଗୁଡାଏ ସତ୍ସଙ୍ଗ ଜଏନ କରିବେ, ଅନେକ ଗୁଡାଏ ପୁସ୍ତକ ଅଧ୍ୟୟନ କରିବେ, କିନ୍ତୁ କାର୍ଯ୍ୟ କରିବେ ନାହିଁ, ତାହେଲେ ଆପଣଙ୍କର ଚିନ୍ତା ଗୁଡିକ ଗୋଳମାଳିଆ ହେଇକି ରହିବ। କିନ୍ତୁ ଯେତେବେଳେ କାମ କରିବେ, ସେତେବେଳେ ଠୋକର ଖାଇବେ। ସେତେବେଳେ ଦେଖିବେ ଲେଖା ହେଇଥିଲା ଯାହା, ତାକୁ ପାଳନ କରିବା କେତେ କଷ୍ଟ। ଯାହା ମୁଁ କହି ଦଉଥିଲି ଫଟାଫଟ ଫଟାଫଟ, କେତେ ଛନ୍ଦ ଲଗେଇ, କେତେ ତା ପାଖକୁ ଚିନ୍ତା କରି, ଉଦାହରଣ ଦେଇ ଲୋକଙ୍କୁ ଅତି ସୁନ୍ଦର ଭାବରେ କହି ଦଉଥିଲି, ମୁଁ କେତେ ଜ୍ଞାନ, ହଁ ଏମିତି ହବ ସେମିତି ହବ। ସେତେବେଳେ ଆମକୁ ଲାଗେ ହେଇଲୋ କାମରେ ଏତେ କଷ୍ଟ। ତେଣୁ କାମ ଭିତରକୁ ଆସିଲେ ସେଗୁଡାକ ଗୋଟେ ସୁଗଠିତ ରୂପ ଗ୍ରହଣ କରେ। ଏଇଠି ଯୋଉ ଚିତ୍ରଟି ଦିଆ ହେଇଛି, ବ୍ରେନ ର ମୁଁ ଚିତ୍ର ଦେଇଛି। ଦେଖନ୍ତୁ, ପ୍ରଥମଟା ଅଛି କାପିବରା। ଇଏ ହଉଛି ଗୋଟେ ପ୍ରକାରର ମୂଷା। ଇଏ ହଉଛି ଗୋଟେ ପ୍ରକାରର ମୂଷା। ତାର ବ୍ରେନ ଟା କୋଉଭଳିଆ, ସିଏ ଯେତିକି ବ୍ୟବହାର କରିଛି, ତା ବ୍ରେନ ଟା ଦେଖ ସେତିକି ଡେଭଲପ ହେଇଛି, ଛୋଟିଆଟେ 5 ସେଣ୍ଟିମିଟର ମାତ୍ର। ଆଉ ନ୍ୟୁରନ ସଂଖ୍ୟା କେତେ ନା 0.3 ବିଲିୟନ ନ୍ୟୁରନ ମାତ୍ର। ତା ଠାରୁ ମାଙ୍କଡ, ଯେତେବେଳେ ସେ ଅଧିକରୁ ଅଧିକ ବ୍ୟବହାର ବ୍ରେନ କୁ କଲା, ଧୀରେ ଧୀରେ ରେସସ୍ ମଙ୍କି, ସିଏ ଡେଭଲପ ହେଇଛି, ତାର ବ୍ରେନ ସାଇଜ ବଡ ହେଇଯାଇଛି,
ଏବଂ ନ୍ୟୁରନ ସଂଖ୍ୟା ମଧ୍ୟ ବଢ ହେଇଯାଇଛି, ଓଜନ ମଧ୍ୟ ବଢି। ତାପରେ ଏଇ 1 ନମ୍ବର ଚିତ୍ରଟା ହଉଛି, ଏଇଟା ହଉଛି କାପିବ୍ରା ମୂଷା। ତାପରେ ଏଇ ଆମର ହଉଛନ୍ତି ରେସସ୍ ମଙ୍କି। ତାପରେ ଆସିଲା ୱେଷ୍ଟର୍ଣ୍ଣ ଗରିଲା। ଗୋଟେ ଗୋଟେ ଏକ୍ଜାମ୍ପଲ ଦିଆହେଇଛି। ସିଏ ଧୀରେ 377 ଗ୍ରାମ ତାର ବ୍ରେନ୍ ସାଇଜ ହେଇଗଲାଣି। ତାମାନେ ଧୀରେ ଧୀରେ ଦେଖିବେ, ଯେତେବେଳେ ବ୍ରେନ୍ କୁ ଯିଏ ବ୍ୟବହାର କରି କରି ଚାଲିଛି, ମସ୍ତିଷ୍କକୁ ଯିଏ ବ୍ୟବହାର କରି କରି ଚାଲିଛି, ଧୀରେ ଧୀରେ ସେ ସଂଗଠିତ ହେଇ ହେଇ ଚାଲୁଛି ଏବଂ ତାର ସେଇ ଛାପ ଫଳରେ ତା ପର ପିଢିକୁ ମ୍ୟୁଟେସନ ହେଇ ଧୀରେ ଧୀରେ ତାର ଉନ୍ନତକରଣ ହେଇଯାଉଛି। ଏବଂ ନ୍ୟୁରନ ସଂଖ୍ୟା ବି ଏଠି ବଢି ବଢି ଯାଇଛି, 9.1 ବିଲିୟନ ନ୍ୟୁରନ୍ସ। ତାପରେ ଆସିଲା ହ୍ୟୁମାନ ବିଙ୍ଗ, ଯିଏକି 1232 ଗ୍ରାମ 16.3 ବିଲିୟନ ନ୍ୟୁରନ୍ସ। ଏଠି ଆଫ୍ରିକାନ ବୁଶ ଏଲିଫ୍ୟାଣ୍ଟ, ଆଫ୍ରିକାନ ହାତୀର ମୁଣ୍ଡ ବଡ, ସାଇଜ ବଡଟେ, ତାର ସାଇଜ ମଧ୍ୟ ଏଠି ବଡଟେ, କିନ୍ତୁ ନ୍ୟୁରନ ସଂଖ୍ୟା କମ। ସିଏ ବ୍ୟବହାର କରେ, ତେଣୁ ହାତୀ ବହୁତ ଚାଲାକ। ଆମେ କଣ ପାଇଁ କହନ୍ତି ଗଜ ମୂର୍ଖ ମୁଁ ଜାଣିନି, କିନ୍ତୁ ହାତୀର ମାନେ ବୁଦ୍ଧି ବହୁତ, ହାତୀର ବୁଦ୍ଧି ବହୁତ। କିନ୍ତୁ ମଣିଷ ଯେହେତୁ ବ୍ରେନ କୁ ଅଧିକ ବ୍ୟବହାର କରୁଛି, ସେ ହାତୀକୁ ମଧ୍ୟ ତା ଅଣ୍ଡରରେ ରଖିପାରୁଛି। ତେଣୁ ତାର ନ୍ୟୁରନ ସଂଖ୍ୟା ବଢିଯାଇଛି। ସେଥିପାଇଁ କୁହାଯାଏ, ତୁମେ ଯେତେ ବ୍ୟବହାର କରିବ ସେତେ କଣ ହବ, ଆମର ବ୍ରେନ ସେଲ ଡେଭଲପ ହବ। ସେଇଭଳି ଭାବରେ ଆମେ ଯେତେ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଏବଂ ତାକୁ ନିୟନ୍ତ୍ରଣ କରିବା, ସଂଗଠିତ କରିବା, ତାହେଲେ ଆମର ମାନସିକ ସାମର୍ଥ୍ୟ ବୃଦ୍ଧି ହବ, ସେଗୁଡ଼ିକ ସରଳ ହବ, ସଠିକ ହବ। ଦେଖନ୍ତୁ, ଯଦି କାମରେ ଇନଭଲ୍ଭ ନହେବେ, ଆପଣ ଭାବୁଥିବେ ଯେ ମୁଁ ଭାରି ଭଲ ବୋଲି, କିନ୍ତୁ ଯେତେବେଳେ ଲୋକାଲିଟିକୁ ପଳେଇ ଆସିବେ, ଯେତେବେଳେ 4-5 ଜଣ ସହିତ ମିଶିବେ, ସେତେବେଳେ ଦେଖିବେ ଆପଣଙ୍କର କି ପ୍ରୋବ୍ଲେମ ହଉଛି। ଆପଣଙ୍କର ବହୁତ କଥା ଅଛି, ଆପଣ କାହା କଥା ଶୁଣିକି ସହିପାରୁନାହାନ୍ତି, କିଛି ପ୍ରତିକ୍ରିୟାଶୀଳ ହେଇଯାଉଛନ୍ତି, ଏମିତିଆ ବହୁତ ବହୁତ କଥା ଅଛି। ଏଇ ଯୋଉ ଯେତେବେଳେ କରୋନା ହେଲା, କରୋନାରେ କରୋନାରେ ଘରେ ପିଲାମାନେ ରହିଲେ, ତାଙ୍କ ସାଙ୍ଗମାନଙ୍କ ସହିତ କିଛି ମିଶାମିଶି ହେଲାନି। ତାପରେ ଯେତେବେଳେ ଆସିଲେ, ତାଙ୍କର ବ୍ୟବହାରିକ ତ୍ରୁଟି ଦେଖାଗଲା, ମାନସିକ ଦକ୍ଷତା ମଧ୍ୟ କମିଯିବାର ଦେଖାଗଲା। ତେଣୁ କାମ କାର୍ଯ୍ୟର ଉପଯୋଗିତା, ସେଥିପାଇଁ ଲେଖୁଛନ୍ତି ମା, ଏହା ହିଁ ହେଲା କାର୍ଯ୍ୟର ଉପଯୋଗିତା, କିପରି ତୁମେ ତୁମର ମସ୍ତିଷ୍କଗତ ଶକ୍ତିର ବିନିଯୋଗ କରିପାରିବ। ତେଣୁ ଯାହା ପଢୁଛନ୍ତି, ଯାହା ଶୁଣୁଛନ୍ତି, ତାକୁ କାମରେ ଲଗେଇବେ ଏବଂ ସୁସଂଗଠିତ ଦିଗରେ ଲଗେଇବେ, ନଚେତ ରସାତଳଗାମୀ ହେଇଯିବେ। ତେଣୁ ମା ଲେଖୁଛନ୍ତି, ମୁଖ୍ୟତଃ ସର୍ବସାଧାରଣ ଦୃଷ୍ଟିରୁ, ବିଶେଷ କରି ବୌଦ୍ଧିକ ଦୃଷ୍ଟିକୋଣରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ ଏକାଗ୍ରତା ଓ ମନୋଯୋଗିତା ଅର୍ଜନ କରିବାର କ୍ଷମତା। ଏ ଦିଗରେ ତୁମେ ଅବଶ୍ୟ ଚେଷ୍ଟା କରିବ ଓ ଏହି କ୍ଷମତାର ବିକାଶ ଅବଶ୍ୟ କରିବ। ମା ଖାଲି କହୁନାହାନ୍ତି, ତା ସହିତ ମା କହୁଛନ୍ତି, ଆମ ଭାଷାରେ କହିଲେ, ପ୍ଲିଜ ତମେ ଟ୍ରାଏ କର। ବେଳେ ବେଳେ ପିଲାଙ୍କୁ ଯେତେ କହିଲେ, ପିଲା କଣ କରନ୍ତି, କି ବହି ଆଣି ଟିପି ଦିଅନ୍ତି, ଜମାରୁ ମୁଣ୍ଡକୁ ବ୍ୟବହାର କରନ୍ତି ନାହିଁ। ଆ ଫଳରେ ଆମର ମାନସିକ ଦକ୍ଷତା ବୃଦ୍ଧି ପାଏ ନାହିଁ। ତେଣୁ ବୌଦ୍ଧିକ ଦୃଷ୍ଟିକୋଣରୁ ଯଦି ଆମେ ଦେଖିବେ ଏବଂ ସର୍ବସାଧାରଣ ଦୃଷ୍ଟି, ମାନେ ସବୁ ଦୃଷ୍ଟିକୋଣରୁ ଦେଖିବେ, ଗୋଟିଏ କଥା ହଉଛି ନିଶ୍ଚୟ ଯେ ଏକାଗ୍ରତା ଆଉ ମନୋଯୋଗିତା ଦରକାର। ମା ସେଇଥିପାଇଁ କହୁଛନ୍ତି, ତମେ ଆକୁ ଟିକେ ବ୍ୟବହାର କରିବ, ଚେଷ୍ଟା କରିବ ଯେ କେମିତି ବିକାଶ ହବ। ତେଣୁ କନସେନ୍ଟ୍ରେସନ ଇଜ ଦ କି ଟୁ ଇମ୍ପ୍ରୁଭ ମେମୋରି ପାୱାର। ତେଣୁ ଏଇ ୟୁଟ୍ୟୁବରେ, କ୍ଲାଇମ୍ବିଂ ନଲେଜର ୟୁଟ୍ୟୁବରେ ଆପଣ ପାଇବେ ଯେ କନସେନ୍ଟ୍ରେସନ, ହାଉ ଟୁ କନସେନ୍ଟ୍ରେସନ ବି ରହିଛି, ସେଟା ଆପଣ ଦେଖିକି କିଛି କିଛି ଅଭ୍ୟାସ କରିବେ। ବ୍ରେନ୍ ପାୱାର କେମିତି ବଢିବ, ଖାଲି ଗୁଡାଏ ପଢିଦେଲେ ବ୍ରେନ୍ ପାୱାର ବଢେନି, ତାକୁ ସେଥିପାଇଁ କୁହାଯାଏ, ତାକୁ ଲେଖ, ତାକୁ କାର୍ଯ୍ୟରେ ପ୍ରୟୋଗ କର। ସେଥିପାଇଁ ଏବେ କଣ କରାହେଇଛି, ଏବେ ଆକ୍ଟିଭିଟି କରିବା ପାଇଁ ବାରମ୍ବାର କୁହାହଉଛି। ଖାଲି ଆପଣ ପଢିଦେଲେ, ଶୁଣିଦେଲେ, ଲେଖିଦେଲେ, କ୍ୱେଶ୍ଚିନ୍ ଆନ୍ସର କରିଦେଲେ, ପରୀକ୍ଷାରେ ଲେଖିଦେଲେ, ତାହାର ପ୍ରଭାବ କିଛି ପଡେ ନାହିଁ ଆମର ଦୈନନ୍ଦିନ କାର୍ଯ୍ୟରେ ଏବଂ ଆମର ମାନସିକ ସାମର୍ଥ୍ୟ
ମାନସିକ ଦକ୍ଷତା ବୃଦ୍ଧିରେ ସେ ବେଶୀ କିଛି ପ୍ରଭାବ ପକାଇ ପାରେ ନାହିଁ। ସେଥିପାଇଁ ଏବେ କୁହାହଉଛି ଆକ୍ଟିଭିଟି ଯେତେ କର ତାକୁ କାମ ଦିଅ, ସେ କାମ କରୁ, କାମରେ କେମିତି ବ୍ୟବହାର କରିବ ସେ ଜ୍ଞାନକୁ ସେଟା ସେ ଶିଖୁ। ସେଥିପାଇଁ ଏବେ କି କ୍ୱେଶ୍ଚିନ୍ ପାଟର୍ନ ଚେଞ୍ଜ କରାହଉଛି। ଓଡ଼ିଆ ମିଡିୟମରେ ଏପର୍ଯ୍ୟନ୍ତ ଚେଞ୍ଜ କରିନାହାନ୍ତି, କଲେଣି କିଛି କିଛି ଅଂଶରେ ଚେଞ୍ଜ ହେଇଗଲାଣି, ଗଭର୍ଣ୍ଣମେଣ୍ଟ ସ୍କୁଲ ମାନଙ୍କରେ ହେଇଗଲାଣି। ପ୍ରାଇଭେଟ ସ୍କୁଲରେ କୋଉଠି କଣ କରୁଛନ୍ତି ନ କରୁଛନ୍ତି ଆମେ ଜାଣିନୁ, କିନ୍ତୁ ଆମର ପୂର୍ଣ୍ଣାଙ୍ଗ ଶିକ୍ଷାରେ ବି ତ ନିହାତି କରିବା ଉଚିତ। ବହିରୁ ସିଧାସଳଖ କ୍ୱେଶ୍ଚିନ୍ ହବ ନାହିଁ। ବହିରେ ଲେଖା ହେଇଛି ରାମ ଓ ଦାମ ମିଶିକରି ପୋଖରୀ କୂଳକୁ ଗଲେ ଏବଂ ସେଠାରେ ଗାଈଟିଏ ଦେଖିଲେ, କ୍ୱେଶ୍ଚିନ୍ ପଡିଥିବ କିଏ କିଏ ପୋଖରୀ କୂଳକୁ ଯାଇଥିଲେ, କାହାକୁ ଦେଖିଲେ, ସିଏ କଣ କରୁଥିଲା। ଏ ପ୍ରକାରର କ୍ୱେଶ୍ଚିନ୍ ହଉଛି ମାନସିକ ସାମର୍ଥ୍ୟକୁ ବୃଦ୍ଧି କରିବ ନାହିଁ। ଏ ପ୍ରକାରର କ୍ୱେଶ୍ଚିନ୍ ମାନସିକ ଦକ୍ଷତା ବୃଦ୍ଧି କରିବ ନାହିଁ। ଏସବୁ ପ୍ରଶ୍ନ ଯୋଉ ଆମେ ଯୋଉଥିପାଇଁ ମେଣ୍ଟାଲ ଏଜୁକେସନ କରୁଛନ୍ତି, ମନର ବୃଦ୍ଧି ହବ ବୋଲି ଦକ୍ଷତା ବୃଦ୍ଧି ହବ ନାହିଁ। କେବଳ ସେ ତାକୁ ଯାହା ଘୋଷିଥବ ତାକୁ ଲେଖିଦବ। ପ୍ରଶ୍ନ ଗୁଡ଼ିକ ସେଥିପାଇଁ କରାହଉଛି, ତମେ କଣ କରିବ, ସିଏ ତାର ପଢିଲା ବେଳେ ପଢିଲା, ତାପରେ ସେ ବିଷୟ ସହିତ କିଛି ରିଲେଟ ନଥବ, ଆପଣ ଆଉ ଗୋଟେ ପାରାଗ୍ରାଫଟେ ପରୀକ୍ଷାରେ ପଡିବ, ହୁଏତ ପେପର କଟିଂ ବି ଗୋଟେ ପଡିପାରେ, କିମ୍ବା ତମେ ଆଉ ଗୋଟେ ଛୋଟ କାହାଣୀଟେ ଲେଖି ଦେଇପାର, ସେଇଟାକୁ ନେଇକିରି କୋଶ୍ଚିନ୍ ତଳେ ଥବ, ସେ ତାକୁ ପଢିବ, ପଢିକରି ଏଇ କୋଶ୍ଚିନ୍ର ଉତ୍ତର ଦବ। ତାହେଲେ ଆପଣ ଜାଣିବେ ଯେ ଆପଣ ଯୋଉ ସାହିତ୍ୟ ବା ଲିଟରେଚର ଜ୍ଞାନ ତାକୁ ଦେଇଛନ୍ତି, ସେ ପାରାଗ୍ରାଫଟେ ପଢିକି ସେ ଲିଟରେଚର ଜ୍ଞାନ ବଳରେ ବୁଝିପାରୁଛି ନା ନାହିଁ, ଏବଂ ତାକୁ ନିଜ ଭାଷାରେ ଲେଖୁଛି ନା ବହିରେ ଯାହା ଅଛି ସେଆକୁ ଟିପି ଦଉଛି। ବେଳେ ବେଳେ ଆମେ ଦେଖିଲୁ କରୋନା ସମୟରେ ଯୋଉ ଅନଲାଇନରେ ପରୀକ୍ଷା ହେଲା, ପିଲା ଆନ୍ସର ଲେଖିଥାନ୍ତି କଣ ଜାଣିଛନ୍ତି, ବହିରେ ଲେଖା ହେଇଛି ଚିତ୍ର 5.1 ଦେଖ, ପିଲା ତାକୁ ବି ଲେଖି ଦେଇଥାନ୍ତି ଚିତ୍ର 5.1 ଦେଖ, ବହିରୁ ସିଧାସଳଖ ଟିପି ଦେଲେ। ଇଏ ବୌଦ୍ଧିକ ଦୃଷ୍ଟିକୋଣରୁ ମସ୍ତିଷ୍କ ଶକ୍ତିର କିଛି ବିନିଯୋଗ ହେଲା ନାହିଁ। ତେଣୁ ମା କହୁଛନ୍ତି ଏକାଗ୍ରତା ମନୋଯୋଗିତା ନିଶ୍ଚୟ ଅର୍ଜନ କରିବ, ଏବଂ ତାକୁ ଆମେ ପୁଣି ଆଉଥରେ କହିଲେ ଯେ ୟାକୁ ଆମେ ଆମ କାର୍ଯ୍ୟରେ ବ୍ୟବହାର କରିବା ଉଚିତ। ତେଣୁ ଆମେ ଯୋଉମାନେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଯୋଉମାନେ ଶିକ୍ଷକ ଅଛନ୍ତି, ଯୋଉମାନେ ପରିଚାଳକ ଅଛନ୍ତି, ସେମାନେ ଜାଣିବା ଉଚିତ ଯେ ଆମର ପ୍ରଶ୍ନ କରିବାର ଧାରା ବଦଳିବା ଦରକାର। ଆମେ ପ୍ରଶ୍ନ କରୁଛେ କଣ ପାଇଁ, ନା ପିଲାଟା ଯାହା ବହିରୁ ପଢିକି ଆସିଛି ସେଇଟାକୁ ହିଁ ଲେଖୁ। ବେଳେ ବେଳେ ତ ଜଣେ କୋଶ୍ଚିନ୍ କରନ୍ତି, ମନେକର ଯେ ଏଇଠି କୋଶ୍ଚିନ୍ ଅଛି ତାପରେ ଶାରୀରିକ କର୍ମ ପାଇଁ ସଂକଳ୍ପ ଶକ୍ତିର ବିନିଯୋଗ କରାଯାଏ, ସେ କୋଶ୍ଚିନ୍ କରିଥିବେ ତାପରେ ଶାରୀରିକ କର୍ମ ଡ୍ୟାସ୍ ସଂକଳ୍ପ ଶକ୍ତିର ବିନିଯୋଗ କରାଯାଏ, ସେଠୁ ସେ ଲେଖିବ ପାଇଁ। କାହିଁକି, ତାକୁ ଆଉ ଗୋଟେ କୋଶ୍ଚିନ୍ ଅଲଗା ପ୍ରକାର ଦିଅ ଯୋଉଥିରେ ପାଇଁ ବ୍ୟବହାର କରାଯିବ, ସେ ପାଇଁ ବ୍ୟବହାର କରିବ। କରିଦିଅ, ଗୋଟେ ଚିତ୍ର କରିଦବ, କିମ୍ବା ତାକୁ ପ୍ରଶ୍ନ କରିବ ଯେ ତମେ ବର୍ତ୍ତମାନ ଜଣକୁ କୁହ ତୁମ ପାଣି ଆଣିବ, ସେ ସେଠୁ କହିବ ତମେ ଟିକେ ମୋ ପାଇଁ ପାଣି ଆଣିଦବ। ଏମିତି କିଛି ପରିସ୍ଥିତି ସୃଷ୍ଟି କରିବ ଯୋଉଠି ସେ ପାଇଁ ବ୍ୟବହାର କରି ଗୋଟେ ଶବ୍ଦ କହିବ ବା ଗୋଟେ ବାକ୍ୟ କହିବ, ଶବ୍ଦ କହିଲେ ଭୁଲ କହିବ। ତେଣୁ ଶାରୀରିକ କର୍ମ ପାଇଁ ସଂକଳ୍ପ ଶକ୍ତିର ବିନିଯୋଗ କରାଯାଏ। ହଁ, ଏଠି ଆଉ ଗୋଟେ ପାଷ୍ଟ ଆସିଲା, ଆମେ ଯେତେବେଳେ ଫିଜିକାଲ ୱାର୍କ କରିବା, ମା କହିଲେ ବାରମ୍ବାର ୱାର୍କ କରିବାକୁ, ସଂଗଠନରେ କାମ କରିବେ, ଏକାକୀ ରହିବେ ନାହିଁ। ଗୋଟେ ମଜା କଥା ଦେଖିବେ, ଯେତେବେଳେ ଆପଣ ଏକାକୀ ଗୋଟେ ଗୋଟେ ଜାଗାରେ ତପସ୍ୟା କରୁଥିବେ, ଯାହା କରୁଥିବେ, ସେତେବେଳେ ଭାବୁଥିବେ ଯେ ମୋର କିଛି ଖରାପ ଗୁଣ ନାହିଁ, ମୁଁ କାହା ସହିତ ଝଗଡା କରେ ନାହିଁ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଯେତେବେଳେ ବାହାରିକି ଆସିକି କୋଉ ଲୋକ ସହିତ ଭେଟ ହେବେ, ସେଗୁଡା କଣ କହିଦବ, ସାଙ୍ଗେ ସାଙ୍ଗେ ଆପଣ ତାକୁ ଗାଳି ଦେବା ଆରମ୍ଭ କରିବେ, ଝଗଡା ଷ୍ଟାର୍ଟ ହେଇଯିବ। ତେଣୁ ଏକାକୀ ଥିଲେ କିଛି ଜଣା ପଡିବନି। ଶାରୀରିକ କର୍ମ ପାଇଁ ସଂକଳ୍ପ ଶକ୍ତିର ବିନିଯୋଗ କରାଯାଏ। ଆମେ ଯେତେବେଳେ ଶାରୀରିକ କର୍ମ କରୁ ସମସ୍ତେ ସବୁ କାମ କରିପାରନ୍ତି, ବେଳେ ବେଳେ ଗୋଟେ ଗୋଟେ ଲୋକ କହନ୍ତି ମୋ ଦେଇ କଣ ସେ କାମ ହବ। ଏବେ ନାଇଁ ଟିକେ କମିଗଲାଣି, ଆଗରୁ କହୁଥିଲେ ଝିଅ ମାନଙ୍କୁ ଯଦି କହିବ ଟିକେ କିଛି ଗୋଟେ ଭାରି ଜିନିଷ ଉଠେଇବା ପାଇଁ କିମ୍ବା ବାହାର କାମ କରିବା ପାଇଁ, ଝିଅ ମାନେ କହିବେ ସେଇଟା କଣ ଆମେ କରିପାରିବୁ, ଆମର କଣ ଶକ୍ତି ଅଛି।
ଆଉ କିଏ କିଏ କହନ୍ତି ଝିଅ ଗୁଟା କଣ କହୁଛ ତାଙ୍କର କୋଉଠି ଅଛି ମାନେ ନରମା ଗୁଡାକ। ଆଉ ପୁଅକୁ କହିବେ ସିଏ କଣ ଝାଡୁ କରିବ। ମାନେ ଯେମିତି ହାଲୁକା କାମ ଝିଅ ମାନେ କରିବେ ଭାରି କାମ ପୁଅ ମାନେ କରିବେ। ଇଏ ଗୋଟେ ଧାରଣା। ଶାରୀରିକ କର୍ମ କରିବା ପାଇଁ ଧାରଣା କିଛି ନାହିଁ ଗୋଟେ ସଂକଳ୍ପ ଶକ୍ତିର ବିନିଯୋଗ କରାଯାଏ। ଏଇଠି ଗୋଟେ କଥାଟେ ମନେ ପଡୁଛି ବଢିଆ କଥାଟେ କହୁଛି। ଲେଖା ନା ଏକ ଅଟଳ ଇଚ୍ଛା ଶକ୍ତି ବା ସଂକଳ୍ପ ଶକ୍ତିକୁ ତୁମେ ଯେପରି ନିଜ ଭିତରେ ଗଠନ କରିବା ଉଚିତ। ଆମର ପିଲାମାନେ ମାଙ୍କ ପାଇଁ ଯେତେବେଳେ କାମ କରନ୍ତି ସେତେବେଳେ ଗୋଟେ କ୍ଲାସ ରେ ବଡ ବଡ ପିଲା ଥିଲେ ସେମାନେ ଗୋଟେ ଗୋଟେ ଫୁଲ କୁଣ୍ଡକୁ ଗୋଟେ ଗୋଟେ ହାତରେ ଆରାମସେ ଉଠେଇ ନେଇ ପଳଉଥିଲେ। ଜଣେ ଜଣେ ଦି ଦିଟା ଉଠେଇକି ନଉଥିଲେ। ତା ଭିତରେ ଗୋଟେ ଟିକେ ଛୋଟିଆ ପିଲାଟେ ଥିଲା ତାର ଟିକେ ହାଇଟ ବି କମ ବଳ ବି କମ ପତଳା ହେଇକି ସିଏ ଦେଖିଲା ସମସ୍ତେ ଗୋଟାଏ ଗୋଟାଏ କିଏ ଦି ଦିଟା କୁଣ୍ଡ ଆରାମସେ ନେଇଯାଉଛନ୍ତି। ଏବଂ ଆମେ ଯୋଉ ଧାରଣା ରହିଛି ତ ଝିଅ ମାନେ ବି ବୋଧେ ଉଠେଇ ପାରିବେ ନାହିଁ କିନ୍ତୁ ଝିଅ ମାନେ ବି ନେଇଯାଉଛନ୍ତି। ସିଏ ବିଚରା କଣ କରିବ ଗୋଟାଏ ଉଠେଇ ପାରୁନାହିଁ ଲାଷ୍ଟ କୁ କୁଣ୍ଡେଇକି ଧରି ଉଠେଇଲା ଆଉ କୁଣ୍ଡକୁ ଆଉ ଧଳା ସାର୍ଟ ପିନ୍ଧି କୁଣ୍ଡେଇ ଧରିକି ଉଠେଇଲା। ତମେ ଧଳା ସାର୍ଟ ଯାହା ହେଇଥିବ ହଠାତ୍ ତାକୁ ମୁଁ ଦେଖିଥିଲି ମୁଁ ନାରେ ତୁ ଏମିତି କଣ ଉଠେଇକି ନଉଛୁ। ଦି ଜଣ ମିଶିକି ଉଠେଇଲେ ନାଇଁ ଏତେ ବଡ ଯଦି କୁଣ୍ଡଟାକୁ ଯଦି ଉଠେଇ ପାରୁନୁ ଦି ଜଣ ନା ସମସ୍ତେ ଗୋଟେ ଗୋଟେ କିଏ ଦି ଦିଟା ନଉଛି ମୁଁ ଗୋଟେ ନେବି ନାଇଁ। ମୁଁ କହିଲି ହଁ ଠିକ ଅଛି ତୋର ତ ଇଚ୍ଛା ଶକ୍ତି ପ୍ରବଳ। ଏଠି ଇଚ୍ଛା ଶକ୍ତିକୁ ସେ ବ୍ୟବହାର କରୁ ସେ କହୁଛି ସମସ୍ତେ ଯଦି ଉଠେଇ ପାରିବେ ମୁଁ କାହିଁ ଉଠେଇ ପାରିବିନି। ମୁଁ ବି ଉଠେଇ ପାରିବି। ତାର ଇଚ୍ଛା ଶକ୍ତି ବଳରେ ସଂକଳ୍ପ ଶକ୍ତି ବଳରେ ସେ ତାକୁ ଆରାମସେ ଉଠେଇ ପାରିଲା। କିନ୍ତୁ ତା ପର କଥାଟା ଭଲ କଥାଟେ ସେଇଟା କହିବି। ତା ପର କଥାଟା ମୁଁ କହିଲି ତୁ ଯୋଉ ଉଠେଇଲୁ ତୁ ସାର୍ଟ ତ ଗଲା ନଷ୍ଟ ହେଲା। ଆଜି ଘରକୁ ଯିବୁ ମାମା ଧରି ଛେଚିବ। ସଫା ତ ତୁ ନିଶ୍ଚୟ କରୁନଥିବୁ ମାମା ସଫା କରୁଥିବ ନା ହଁ। ତାହେଲେ ମାମା ଛେଚିବ କହିଲେ ହେ ମାମା କିଛି ଛେଚିବନି କାହିଁକି। ନା ମୁଁ କହିଦେବି ମାଙ୍କ କାମ କରୁଥିଲି କୁଣ୍ଡ ଧରିକି ନେଇଥିଲି ତେଣୁ କିଛି କହିବ ନାହିଁ। ମୁଁ କହିଲି ଆଉ କେତେବେଳେ ଛେଚିବ ନା ଯଦି ଖେଳିକିରି କାଦୁଅ ହେଇଥିବ ଛେଚିବ। ମୁଁ କହିଲି ଓହୋ ତ ମାମା ବି ବୁଝେ ନା ହଁ ମାମା କହିଛି। ମାଙ୍କ କାମ କରୁଛି କହିଲେ ମା ଆଉ କିଛି କହିବନି। ତେଣୁ ଯେତେବେଳେ ଭଗବତ ଶକ୍ତିକୁ ସଂକଳ୍ପ ଶକ୍ତିକୁ ସେଇଭଳି ଦିଗରେ ବ୍ୟବହାର କରିବେ ତେଣୁ ଏକ ଅଟଳ ଇଚ୍ଛା ଶକ୍ତି ବା ସଂକଳ୍ପ ଶକ୍ତିକୁ ତୁମେ ଯେପରି ନିଜ ଭିତରେ ଗଠନ କରିବା ଉଚିତ। ଏଇଟା ବେଳେ ବେଳେ ଆସେ ନାହିଁ ସମସ୍ତଙ୍କ ଭିତରେ ତେଣୁ ନିଜ ଭିତରେ ଗଠନ କରିବେ ୟେସ୍ ଆଇ ୱିଲ୍ ଡୁ ଫର୍ ଦ ସେକ୍ ଅଫ୍ ଡିଭାଇନ୍ ନଟ୍ ଫର୍ ମାଇସେଲ୍ଫ। ମୋର କ୍ଷମତା ବଢେଇବା ପାଇଁ ନୁହଁ ମୋର ସ୍ୱାର୍ଥ ସିଦ୍ଧି ପାଇଁ ନୁହଁ କେବଳ ତାଙ୍କୁ ହିଁ ପରିପୂର୍ଣ୍ଣ କରିବା ପାଇଁ ତାଙ୍କୁ ପରିପ୍ରକାଶ କରିବା ପାଇଁ କରିବା। ଯଦି ତୁମେ ତୁମର ଏକାଗ୍ରତା ଓ କହୁଛ ଯଦି ତୁମର ବୌଦ୍ଧିକ ଦୃଷ୍ଟିରୁ ତୁମେ ଏପରି ଏକ ଏକାଗ୍ରତା ଅର୍ଜନ କରିବ ଯେପରିକି ତାହା କେହି ହଲଚଲ କରିପାରିବେ ନାହିଁ। ଏଇଟା ଗୋଟେ ବଡ କଥାଟେ ତେଣୁ ଆମେ ସେମିତି ଚେଷ୍ଟା କରିବା ଯେମିତି ଆମକୁ କେହି ହଲଚଲ କରିପାରିବେ ନାହିଁ। ଏବଂ ଯଦି ତୁମର ଏକାଗ୍ରତା ଓ ସଂକଳ୍ପ ଉଭୟ ଶକ୍ତି ରହିଛି ତାହେଲେ ତୁମେ ଖୁବ ପ୍ରତିଭାଶାଳୀ ହୋଇଯାଇପାରିବ ସାଧାରଣ ବ୍ୟକ୍ତିଟିଏ ମଧ୍ୟ ପ୍ରତିଭାଶାଳୀ ହେଇଯିବ ଯଦି ତାର ଏକାଗ୍ରତା ଆଉ ସଂକଳ୍ପ ଶକ୍ତି ରହିଲା ଉଭୟ। ତୁମକୁ କେହି ତୁମର ପ୍ରତିରୋଧ କରିପାରିବେ ନାହିଁ। ତେଣୁ ମା ପୂର୍ବରୁ ଯୋଉ କହିଥିଲେ ତୁମେ ଅବଶ୍ୟ ଚେଷ୍ଟା କରିବ ଏଇଟା ଟିକେ ଟିକେ ମନେ ରଖିବା ଆମେ ତୁମେ ଅବଶ୍ୟ ଚେଷ୍ଟା କରିବ ଏହି କ୍ଷମତାର ବିକାଶ ଅବଶ୍ୟ କରିବ। ତେଣୁ ଆମେ ନିଶ୍ଚୟ କରିବା ଆମର ଚିନ୍ତାର ସାମର୍ଥ୍ୟକୁ ସଂଗଠିତ କରିବା ଏକ ରୂପ ଦବା ନିର୍ଦ୍ଦିଷ୍ଟ ରୂପ ଦବା ଯୋଉଟା କି ମାଙ୍କୁ କେନ୍ଦ୍ର କରି ଚୈତ୍ୟ ସତ୍ତାକୁ କେନ୍ଦ୍ର କରି ସଂଗଠିତ ହବ। ଆମେ ସାରିବା ମାଙ୍କୁ ଆହ୍ୱାନ କରିବା। Ma. Thank you all.